ଆମ ସହିତ ଅଛନ୍ତି ଆଇପିଏସ୍ ବବିତାରାଣୀ ସ୍ୱାଇଁଙ୍କ ବାପା କୃଷ୍ଣଚନ୍ଦ୍ର ସ୍ୱାଇଁ, ଯିଏକି ବନ ବିଭାଗରେ ବନପାଳ ଭାବେ ଚାକିରି କରି ଅବସର ନେଇସାରିଛନ୍ତି। ତେବେ ଆମେ ଅଛୁ ବର୍ତ୍ତମାନ ଭଞ୍ଜନଗର ସ୍ଥିତ ବବିତାରାଣୀ ସ୍ୱାଇଁଙ୍କର ବାପାଙ୍କ ଘରେ ଆମେ ବର୍ତ୍ତମାନ ରହିଛୁ। ତାଙ୍କର ଆମେ ପ୍ରତିକ୍ରିୟା ନେବା। ସାର୍, କ'ଣ କହିବେ ବବିତାରାଣୀ ସ୍ୱାଇଁ ଆଜି ଆଇପିଏସ୍ ମଣିପୁର, କ'ଣ ପ୍ରତିକ୍ରିୟା ରଖିବେ ଝିଅର ଏହି ସଫଳତା ପାଇଁ? ଆପଣ କେତେ ଖୁସି ତ ନିଶ୍ଚୟ, କେତେ ପରିମାଣରେ ଖୁସି, ଏବଂ ଏ ଯୋଉ ଝିଅକୁ ଆଇପିଏସ୍ କରିବା ପାଇଁ ଏ ଯୋଉ ପରିକଳ୍ପନା ଆପଣଙ୍କର ମନକୁ କେମିତି ଆସିଲା, ଏ ସଂକ୍ରାନ୍ତରେ ଆପଣ କ'ଣ ପ୍ରତିକ୍ରିୟା ରଖିବେ? ଯେତେବେଳେ ମୁଁ ତାରସିଂରେ କାର୍ଯ୍ୟରତ ଥିଲି, ସେତେବେଳେ ସେ ପ୍ରଥମ ଶ୍ରେଣୀ ପାଠ ପଢ଼ୁଥାଏ। ପ୍ରଥମ ଶ୍ରେଣୀରୁ ହିଁ ସେ ପ୍ରାଇଜ୍ ପାଇଛି। ସେ ସମୟରେ ଗୋଟେ ଦିନେ ତା ମା ବସିଛି ଦୁଃଖ କରି, ତାକୁ ଆସି କହିଲେ, ମା କ'ଣ ତୁ ମନ ଦୁଃଖ କରୁଛ? ପ୍ରଥମ ଶ୍ରେଣୀ ପିଲା। ନାଇଁ, ତ ଘର ଦ୍ୱାର କିଛି କରାହେଇନି, ଆମର ନା କୋଉ ଭଳିଆ ଘର କରିବ? ରେଞ୍ଜ ଅଫିସ୍ ଭଳିଆ ଘର କରିବ? ମୁଁ କରିଦେବି। ତା ତୁଳସୀ ଦୁଇ ପତ୍ର ବାସିଲା ଭଳିଆ ସେ ପ୍ରଥମ ଶ୍ରେଣୀରୁ ତାର ବାସିଲାଟା ଆବାସଟା ମିଳେ। ତେଣୁ ଭଞ୍ଜନଗରରେ ଆସିଲେ, ଭଞ୍ଜନଗରରେ ସେ ପ୍ଲସ୍ ଟୁ ଫାର୍ଷ୍ଟ କ୍ଲାସ୍ ପାଇଲା। ତାପରେ ବିଟେକ୍ ଭୁବନେଶ୍ୱର ଟ୍ରିପଲ୍ କଲା। ତାପରେ ତାକୁ ଇନଫୋସିସ୍ କମ୍ପାନୀରେ ସର୍ଭିସ୍ ମିଳିଥିଲା। ତା ମା ଗଲା ଇଞ୍ଜିନିୟର ସର୍ଭିସ୍ କରିବା, ସେ ଭଲ ନାହିଁ, ଭଲ ଜବ୍ରେ କାମ କର, ବଡ଼ ଚାକିରି। ତାହେଲେ ବଡ଼ ଚାକିରି କେଉଁଟା ଅଛି? ୟୁପିଏସ୍ସି ଏକ୍ଜାମ୍ ଦେଲେ ହିଁ ବଡ଼ ଚାକିରି ମିଳେ। ଆମେ ବି ଜାଣିନଥିଲୁ, ଆମେ ସେତିକି ପାଠ ପଢ଼ିନୁ ନା, କି ଆମେ ତାକୁ ଇଏ କରିବା ପାଇଁ। କିନ୍ତୁ ସେ ଏକ୍ଜାମ୍ ଦେଇକି ୟୁପିଏସ୍ସି 2017ରେ କ୍ଲିୟର କରିଥିଲା। ତାକୁ ମିଳିଲା IRAS, ଇଣ୍ଡିଆନ୍ ରେଲୱେ ଆକାଉଣ୍ଟ ସର୍ଭିସରେ। ସେଟା ଗୋଟେ ଟ୍ରେନିଂ ସାରିକିରି ଜଏନିଂ କରିଥିଲା ରାଜସ୍ଥାନରେ। ତା ପରବର୍ତ୍ତୀ ସେ ଗଲା, ନା ଏ ଚାକିରି ମୋତେ ପୋଷେଇବନି, ମୁଁ ଆଉ ଟିକେ ଭଲ ସର୍ଭିସଟା ପାଇବି। ସେ ଆଉ ଥରେ 2021ରେ ଯେତେବେଳେ ଏକ୍ଜାମ୍ ଦେଲା, ତାକୁ IPS ର୍ୟାଙ୍କରେ ତାକୁ ମିଳିଲା। ହାଇଦ୍ରାବାଦରେ ଟ୍ରେନିଂ ସାରି ତାକୁ ପୋଷ୍ଟିଂ ମିଳିଲା ମଣିପୁରରେ। ମଣିପୁରରେ ସେ କାର୍ଯ୍ୟରତ କରିଥିଲା। ଅତୀତର ବବିତାରାଣୀ ସ୍ୱାଇଁ ଆମେ ଦେଖିଛୁ, ଯେତେବେଳେ ବବିତା ଆଇପିଏସ୍ ପାଇଲେ, ସେତେବେଳେ ଆମେ ଆସିଥିଲୁ ଏଇ ଜାଗାରେ, ଏଇ ସ୍ଥାନରେ ଆପଣ ଏବଂ ବବିତା ବସିଲେ, ଆମେ ପ୍ରତିକ୍ରିୟା ନେଇଥିଲୁ। ଆମେ ସେତେବେଳେ ଦେଖିଥିଲୁ ବବିତା ଅତି ଶାନ୍ତ ସ୍ୱଭାବର ଝିଅଟି। ଆଇପିଏସ୍ ଭଳି ଏତେ ବଡ଼ ଦାୟିତ୍ୱ, ଏହା ବ୍ୟତୀତ ଯୋଉ ମଣିପୁର ଭଳି ଏତେ ବଡ଼ ଦଙ୍ଗା ଅଞ୍ଚଳରେ ସିଏ ଏସ୍ପି ଭାବରେ ଦାୟିତ୍ୱ ନେଇଛନ୍ତି, ଇଏ ଗୋଟେ ଗୋଟେ ବ୍ୟତିକ୍ରମ ମନେ ହଉନି? ବହୁତ ବ୍ୟତିକ୍ରମ। ଏଇଟା IPS ପାଇବା ଟ୍ରେନିଂ ନେଉଛନ୍ତି, ଟ୍ରେନିଂରେ ସେମାନଙ୍କୁ ସବୁ ଶିକ୍ଷା ଦିଆଯାଉଛି, ନହେଲେ ଏଇ କାର୍ଯ୍ୟକ୍ରମ କରିପାରିବେନି। ଆଉ ବହୁତ ବଡ଼ ଦଙ୍ଗା ମଣିପୁର ହେଇଛି। ଚାଲୁଥିବା ଗାଡ଼ିକି ମଧ୍ୟ ନିଆଁ ଲଗେଇଛନ୍ତି। ଆମେ ବି ଯାଇଥିଲୁ, ଗୋଟେ ମାସ ରହିଥିଲୁ ସେଠି ଯାଇଥିଲୁ। ସେଠି ତ ଲେଡ଼ିଜ୍ ତ ଗୁଣ୍ଡା, ସେଠି ଜେଣ୍ଟସ୍ ବି ନୁହଁ, ଲେଡ଼ିଜ୍ ଫାଷ୍ଟ। ଆର୍ମି ପୁଲିସ ମଧ୍ୟ ସେ ଭୟ କରୁନାହାନ୍ତି। ତେବେ ଏସବୁ ଜିନିଷ କେମିତି ହ୍ୟାଣ୍ଡେଲ୍ କରୁଛନ୍ତି? ଭଗବାନ ତାକୁ ଶକ୍ତି ଦେଇଛନ୍ତି। ସେ ଗୋଟେ ନାରୀ ନାହିଁ ତ ନାରାୟଣ ଭଳିଆ, ଯେମିତି ନାହିଁ କି ଦୁର୍ଗା ଭଳିଆ, ସେ ଦେଖିଲେ ଶାନ୍ତଶିଷ୍ଟ, କିନ୍ତୁ ଡ୍ରେସ୍ ପିନ୍ଧିକି ବାହାରି ପଡ଼ିଲେ ସିଏ ତାଙ୍କ ରୂପ ଦେଖାଇଦେବେ ଦୁଷ୍ଟକୁ ସଂହାର କରିବା ପାଇଁ। ଆମେ ଦେଖିଛୁ ଯେ ଏ ଅଞ୍ଚଳରେ ଜଣେ ବନପାଳଙ୍କ ଝିଅ ହିସାବରେ ବବିତାରାଣୀ ଯେତେବେଳେ ଆଇପିଏସ୍ ପାଇକି ଏତେ ବଡ଼ ଦାୟିତ୍ୱ ନେଇଛନ୍ତି ଭାରତ ସରକାରଙ୍କର, ବବିତାରାଣୀଙ୍କର ଆଇପିଏସ୍ ହେବା ପଛରେ ଅଧିକ ସ୍ୱପ୍ନ ବବିତାରାଣୀଙ୍କର ଥିଲା ନା ଆପଣଙ୍କର, ନା ମ୍ୟାଡାମଙ୍କର ଥିଲା? କାହାର ବେଶୀ ଇଚ୍ଛା ଥିଲା ବବିତା ଆଇପିଏସ୍ ହେବା? ମାଆର ବହୁତ ଇଚ୍ଛା ଥିଲା, ମ୍ୟାଡାମଙ୍କର। ଆଉ ମୁଁ ସମର୍ଥନ କରିବା କଥା। ଆପଣ ବି ଏଇ ଖାକି ଭର୍ତ୍ତି ବିଭାଗରେ ଖାକି ଭର୍ତ୍ତି ମୁଁ ବି ଥିଲା, ମୋର ବର୍ତ୍ତମାନ ଅବସର ନେଲି, ମୁଁ ଖାକି ଭର୍ତ୍ତି କାଢ଼ିଲି, ଝିଅ ବର୍ତ୍ତମାନ ଖାକି ଭର୍ତ୍ତି। ଆମେ ଦେଖିଲୁ, ଆମେ ଯୋଉ ଆପଣଙ୍କର ଭଞ୍ଜନଗର ସ୍ଥିତ ବାସଭବନକୁ ଆସିବା ସମୟରେ ଆମେ ଦେଖିଲୁ ଯେ ସେଠି ଅବସରପ୍ରାପ୍ତ ବନ କର୍ମଚାରୀ କୃଷ୍ଣଚନ୍ଦ୍ର ସ୍ୱାଇଁ ବଦଳରେ ଲେଖା ହେଇଛି ବବିତାରାଣୀ ସ୍ୱାଇଁ ଆଇପିଏସ୍। ପ୍ରକୃତରେ ଆମେ ବୁଝିପାରିଲୁନି। ପ୍ରକୃତରେ ସମସ୍ତେ ଆମେ ଜାଣିଥିଲୁ ଯେ ଭଞ୍ଜନଗର ଅଞ୍ଚଳର ଯିଏ ବନପାଳ ଅଛନ୍ତି କୃଷ୍ଣଚନ୍ଦ୍ର ସ୍ୱାଇଁ, ତାଙ୍କ ଝିଅ ବବିତାରାଣୀ ସ୍ୱାଇଁ ଭଲ ପାଠ ପଢ଼ୁଛନ୍ତି, ଆଇପିଏସ୍ ପାଇଛନ୍ତି। ତେବେ ବବିତାରାଣୀ ସ୍ୱାଇଁ ଆପଣଙ୍କର ପରିଚୟରେ ପରିଚିତ ହେଉଥିଲେ, କିନ୍ତୁ ଆଜି ଆମେ ଦେଖୁଛୁ ବବିତାରାଣୀ ସ୍ୱାଇଁଙ୍କର ପରିଚୟରେ ଆପଣ ପରିଚିତ ହେଉଛନ୍ତି। କ'ଣ ପ୍ରତିକ୍ରିୟା, ମାନେ ଫରକ ମାନେ କ'ଣ ଆମେ ଯାହା ଦେଖୁଛୁ? ସେତେବେଳେ ସେ ତ
ଆମର ପିଲା ସାନ ଥିଲେ ତ ସେତେବେଳେ ଆମ ପରିଚୟ ସେ ଚାଲିଥିଲେ। ବର୍ତ୍ତମାନ ସିଏ ଉପରିସ୍ଥ ଅଧିକାରୀ ହେଇଗଲେ। ଘରର ଦି ସାଇଡ୍ରେ ଗୋଟେ ସାଇଡ୍ରେ ମାଆଙ୍କର ନାଁ ହେଲା ଲକ୍ଷ୍ମୀ ନିବାସ, ଆଉ ଗୋଟେ ହେଲା ବବିତା ରାଣୀ ସ୍ୱାଇଁ IPS। ଖୁସି ଲାଗୁଛି ତା ନାଁରେ ଆମେ ଟିକେ ଗୌରବ ଅନୁଭବ କରୁଛୁ। IPS ବବିତା ରାଣୀ ସ୍ୱାଇଁଙ୍କ ବାପା କୃଷ୍ଣଚନ୍ଦ୍ର ସ୍ୱାଇଁ। ତେବେ ଆପଣ ଶୁଣୁଥିଲେ ଏହା ଥିଲା IPS ବବିତା ରାଣୀ ସ୍ୱାଇଁ, ଯିଏକି ମଣିପୁର SP ଭାବରେ ଦାୟିତ୍ୱ ନେଇଛନ୍ତି। ତାଙ୍କ ବାପା କୃଷ୍ଣଚନ୍ଦ୍ର ସ୍ୱାଇଁ ଯିଏକି ଅବସରପ୍ରାପ୍ତ ବନ କର୍ମଚାରୀ। ତାଙ୍କର ଆମେ ପ୍ରତିକ୍ରିୟା ନେଉଥିଲୁ ଯେ ସ୍ୱପ୍ନକୁ କିଭଳି ଭାବରେ ସାକାର କରାଯାଏ ସେ ସଂକ୍ରାନ୍ତରେ ସେ ପ୍ରତିକ୍ରିୟା ରଖୁଥିଲେ। ଏବଂ ଏହା ବି କୁହାଯାଇପାରିବ ଯେ ଆମେ ଅତୀତରେ ଆମେ ଦେଖିଛୁ ବବିତା ରାଣୀ ସ୍ୱାଇଁ ଯିଏକି ଏଇଠି ଆମେ ପ୍ରତିକ୍ରିୟା ନେଉଥିଲୁ ଅତି ଶାନ୍ତ ସରଳ ସ୍ୱଭାବର ଝିଅଟେ, କିନ୍ତୁ ଆଜି ସେ ଯେତେବେଳେ ମଣିପୁର ଭଳି ଦଙ୍ଗା ଅଞ୍ଚଳରେ ଯେତେବେଳେ SP ଭାବରେ ଦାୟିତ୍ୱ ନେଉଛନ୍ତି, ନିହାତି ଭାବରେ ଭଗବାନଙ୍କର ଆଶୀର୍ବାଦ ମିଳିବ। ଭଞ୍ଜନଗରରୁ ରତ୍ନାକର ସାହୁ, କେ ନ୍ୟୁଜ୍ ଓଡ଼ିଶା।